ହିଞ୍ଜିଳି ବିଧାୟକ ବୋଲାଉଥିବା ମହିଳାଙ୍କ ବିରୋଧରେ ବିଜେଡିର ଏତଲା। ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବର ବିରୋଧୀ ଦଳର ବିଜେଡି ନେତା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିଧାୟକ ନବୀନ ପଟ୍ଟନାୟକ ଅଛନ୍ତି। କିନ୍ତୁ କିଛି ଦିନ ହେବ ଗୋଟିଏ କଳା ମହିନ୍ଦ୍ରା କାର୍ ଯାର ନମ୍ବର OD 07BC 8740 ଗାଡ଼ିଟି ହିଞ୍ଜିଳି ବିଧାୟକ ନମ୍ବର 131 ଫଳକ ଲଗାଇଥିବା ହିଞ୍ଜିଳି ଅଞ୍ଚଳରେ ବୁଲୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ରିପୋର୍ଟର୍ସ ଟୁଡେ ଖବର ପ୍ରସାରଣ କରିଥିଲା, ଯାହାକୁ ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଥିଲା। ଜଣେ ବିରୋଧୀ ଦଳ ବିଜେଡି ନେତା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିଧାୟକ ଏବଂ ସମ୍ବିଧାନ ପଦବୀରେ ଅଛନ୍ତି। ପୁଣି ଦୀର୍ଘ 24 ବର୍ଷ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କୁ କୋର୍ଟରେ ହରାଇ ମୁଁ ବିଧାୟକ ହୋଇଛି ବୋଲି ବିଭିନ୍ନ ଅଫିସକୁ ଅଫିସ ଯାଇ କହି ବୁଲୁଥିବା ମହିଳା ଜଣକ କିଏ ତାହା ଜଣାପଡ଼ିନି। ଏହାକୁ ପ୍ରତିବାଦ କରି ଏବଂ ସେହି ମହିଳାକୁ ଗିରଫ କରିବା ପାଇଁ ଆଜି ହିଞ୍ଜିଳି ବିଜେଡି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ତୁରନ୍ତ ସେହି ମହିଳାଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି। ଗଞ୍ଜାମ ଜିଲ୍ଲା କ୍ରାଇମ ରିପୋର୍ଟର ସନ୍ଦେଶ କୁମାର ସାହୁଙ୍କ ରିପୋର୍ଟ, ଓଡ଼ିଶା ଦର୍ପଣ ନ୍ୟୁଜ।